ଶୀତୁଆ ରାତିକୁ ମନୋରଞ୍ଜନରେ ମସ୍କୁଲ କରୁଛି ଶୀତ ମହୋତ୍ସବ। ବଛା ବଛା କଳାକାରଙ୍କ ସହ ଅତିଥିଙ୍କ ଗହଣରେ ଚାଲିଛି ମହୋତ୍ସବ। ରାଜ୍ୟ ସଂସ୍କୃତିର ସହଭାଗିତାରେ ଆୟୋଜିତ ଏହି ମହୋତ୍ସବରେ ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀ ଓ ଓରାମାସର ଷ୍ଟଲରେ ଭିଡ଼ ଜମୁଛି। ଏଥରର ମୁଖ୍ୟ ଆକର୍ଷଣ ହୋଇଛି ପୁସ୍ତକ ମେଳା। ଆସନ୍ତୁ ଭଦ୍ରକରୁ ଦେଖିବା କେମିତି ଚାଲିଛି ଶୀତ ମହୋତ୍ସବ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆସୁରାଳିଠାରେ ଆୟୋଜିତ ହୋଇଛି ଶୀତ ମହୋତ୍ସବ। ପୂର୍ବରୁ ଧାମନଗର ମହୋତ୍ସବ ନାମରେ ପାଳିତ ହୋଇଥିବା ବେଳେ ମହୋତ୍ସବର ନାମ ପରିବର୍ତ୍ତନ କରି ଶୀତ ମହୋତ୍ସବରେ ନାମିତ ହୋଇଛି। ଧାମନଗର ବିଧାୟକ ତଥା ସରକାରଙ୍କ ଉଚ୍ଚଶିକ୍ଷା କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି ଶୀତ ମହୋତ୍ସବ। ଏଥର ଯୁବପିଢ଼ିଙ୍କୁ ନଜରରେ ରଖି ପୁସ୍ତକ ମେଳାକୁ ସ୍ୱତନ୍ତ୍ର କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରକାଶକଙ୍କ ବହି ଷ୍ଟଲରେ ଯୁବପିଢ଼ିଙ୍କ ଭିଡ଼ ଜମୁଛି। ଏହାଛଡ଼ା ଓରାମାସ ମଧ୍ୟ ନିଜ ଷ୍ଟଲ ମାଧ୍ୟମରେ ବିଭିନ୍ନ ଉପଯୋଗୀ ପ୍ରକଳ୍ପଗୁଡ଼ିକ ସର୍ବସାଧାରଣ ନିମନ୍ତେ ପ୍ରଦର୍ଶିତ କରୁଛି। ପ୍ରତ୍ୟେକ ସନ୍ଧ୍ୟାକୁ ଜନନେତାଙ୍କ ନାମରେ ଉତ୍ସର୍ଗ ନାମିତ କରାଯାଉଛି। ବହୁ ରାଜନୈତିକ ବ୍ୟକ୍ତିବିଶେଷ ସହ ଅତିଥିମାନେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। ରାଜ୍ୟର ସୁନାମଧନ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଦର୍ଶନ କରୁଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ କଳା ପ୍ରଦର୍ଶନ କରିଛନ୍ତି। ଯେ ଇଏ ହେଉଛି ଶହୀଦର ମାଟି, କଳା ସଂସ୍କୃତି ସାହିତ୍ୟର ମାଟି ଏଠି। ତେଣୁକରି ସେ ଜାଗାରେ ଯେଉଁ ମହୋତ୍ସବର ଏଭଳି ଭାବରେ ଭବ୍ୟ ଆୟୋଜନ କରାଯାଇଛି ଏବଂ ପର୍ଟିକୁଲାର କହୁଥିଲି ଯେ ଯେଉଁ ପୁସ୍ତକ ଯେଉଁ ଷ୍ଟଲ୍ ଗୁଡ଼ିକ ଲାଗିଛି, ଏଇଟା ଗୋଟେ ବହୁତ ଖୁସି ଲାଗିଲା ମୋତେ ଏ ଜିନିଷ। ଏବଂ ବହୁତ ବହୁତ ଧନ୍ୟବାଦ ଜଣେଇବି ମାନ୍ୟବର ମନ୍ତ୍ରୀ ସାନ ଭାଇ ମୋର ସୂର୍ଯ୍ୟବଂଶୀ ସୁରଜ ମହୋଦୟଙ୍କୁ, ବାକି ସମସ୍ତ ଆୟୋଜକଙ୍କୁ, ଜିଲ୍ଲା ପ୍ରଶାସନକୁ ଯେ ମୋତେ ନିମନ୍ତ୍ରିତ କରିଥିବା ପାଇଁ ନୁହେଁ, ମୋତେ ଆମନ୍ତ୍ରିତ କରିଥିବା ପାଇଁ ଏ ଜାଗାରେ। ତେଣୁକରି ମୋର ସୌଭାଗ୍ୟ ଯେ ଯେବେ ବି ଆମେ ଏମିତି ଗୋଟେ ମାଟିକୁ, ବୀର ମାଟିକୁ ଆମେ ଆସୁଛେ, ଯେଉଁଠି ଭାରତବର୍ଷର ଇତିହାସ, ଓଡ଼ିଶାର କଳା ସାହିତ୍ୟ ସଂସ୍କୃତି ପ୍ରତ୍ୟେକଟି ଜିନିଷ ଯେଉଁଠି ଜଡ଼ିତ ହେଇକି ଥାଏ, ଆସ୍ଥା ଯେଉଁଠି ଜଡ଼ିତ ହେଇକି ଥାଏ, ତା ସହିତ ଏତେ ଏତେ ଭଲ ପାଇବା ସମସ୍ତଙ୍କର। ସୋ କେବେ ବି ଆସିଲେ ମୁଁ ମୋ ପାଖରେ କୌଣସି ଭାଷା ନାହିଁ କହିବା ପାଇଁ, ମନଟା କିନ୍ତୁ ପୁରି ଯାଉଛି ଆଜ୍ଞା, ଏତିକି ତ କହିବି। ମେଳାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିବା ସହ ଶୀତୁଆ ରାତିରେ ଗରମା ଗରମ ଖାଦ୍ୟର ମଜା ନେଉଛନ୍ତି। ମହୋତ୍ସବ କେବଳ ମନୋରଞ୍ଜନ ନୁହେଁ, ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତର କଳା ଓ ସଂସ୍କୃତିର ସମ୍ମିଳନୀ ଭଳି ଅନୁଭବ ହେଉଛି। ଦେଖନ୍ତୁ, ଶୀତ ମହୋତ୍ସବ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା, ଓଡ଼ିଆ ଚଳନୀ ଏବଂ ବିବିଧତାରେ ପରିପୂର୍ଣ୍ଣ ଆମ ସାଂସ୍କୃତିକ ଜାଗରଣକୁ କେମିତି ଆହୁରି ଉଜ୍ଜୀବିତ କରିବା, ଏହି ଲକ୍ଷ୍ୟ ନେଇ ଗତ ବର୍ଷ ଧାମନଗରର ବିଧାୟକ, ଓଡ଼ିଶା ସରକାରଙ୍କର ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ ଏହି ପରିକଳ୍ପନା କରିଥିଲେ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ସୁରଜ ସେତେବେଳେ ନିଷ୍ପତ୍ତି ନେଇଥିଲେ ଯେ ମହୋତ୍ସବକୁ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଯିବ ଏବଂ ଲୋକମାନେ ହଜି ଯାଉଥିବା ଲୋକକଳା, ଆମ ପରମ୍ପରାର ଐତିହ୍ୟକୁ ଆଉ ଥରେ ପରଖିବେ, ଦେଖିବେ, ଜାଣିବେ। ଯେଉଁ ଉତ୍ତର ପିଢ଼ିମାନେ ଅଛନ୍ତି ସେମାନେ ବୁଝିବେ ଯେ ଆମ ସଂସ୍କୃତି କେତେ ମହାନ, ଆମ ସଂସ୍କୃତିର ଅତୀତ କେତେ ଗୌରବାନ୍ୱିତ ଥିଲା। ତେଣୁକରି ଏଇଭଳି ଏକ ମହାନ ଲକ୍ଷ୍ୟ ନେଇ ଏ ମହୋତ୍ସବର ଆୟୋଜନ କରାଯାଇଛି। ଖାଲି ଶୀତ ମହୋତ୍ସବ ନୁହେଁ, ଆଜି ଅସୁରାଳି ଶହୀଦ ଷ୍ଟାଡିୟମରେ ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ମଧ୍ୟ ଚାଲିଛି। ସୁଭଦ୍ରା ଶକ୍ତି ଯୋଜନାରେ ଓରମାସ ସହାୟତାରେ ଏ କାର୍ଯ୍ୟକ୍ରମ ଚାଲିଛି। ଆପଣ ଦେଖୁଛନ୍ତି ଦୈନିକ 15,000ରୁ ଉର୍ଦ୍ଧ୍ୱ ଲୋକ ଏ ମେଳାକୁ ଉପଭୋଗ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ପ୍ରତିଭା ସମ୍ମାନ ଦିଆଯାଉଛି ଏବଂ ରାଜ୍ୟର ବହୁ ପ୍ରତିଷ୍ଠିତ ନେତୃମଣ୍ଡଳୀ, ପ୍ରଶାସନିକ ଅଧିକାରୀ, ଚଳଚ୍ଚିତ୍ର ଅଭିନେତା, ସାହିତ୍ୟିକ, ବୁଦ୍ଧିଜୀବୀ ଏ ମଞ୍ଚର ଶୋଭାବର୍ଦ୍ଧନ କରୁଛନ୍ତି। ଏବଂ ଆମେ ଆଉ ଗୋଟେ ଅଭିନବ ପରିକଳ୍ପନା କରିଛୁ ଯେ ପ୍ରତ୍ୟେକ ଯେଉଁ ସାଂସ୍କୃତିକ ମଞ୍ଚ, ତାକୁ ଧାମନଗର ମାଟି ସହିତ ଯେଉଁମାନଙ୍କର ସମ୍ପୃକ୍ତି ଥିଲା, ସେ ସମ୍ପୃକ୍ତି ପୁଣି ଆବେଗର ସମ୍ପୃକ୍ତି ଥିଲା, ଯେଉଁମାନେ ଜନସେବା ପାଇଁ ଜୀବନକୁ ବାଜି ଲଗାଇ ଦେଇଥିଲେ, ସେଇଭଳି ମହାନ ବ୍ୟକ୍ତିମାନଙ୍କ ନାମରେ ପ୍ରତିଦିନର ସାଂସ୍କୃତିକ ମଞ୍ଚକୁ ଉତ୍ସର୍ଗୀକୃତ କରାଯାଇଛି ଏବଂ ଏ ମହୋତ୍ସବ ଏକ ଭବ୍ୟ ମହୋତ୍ସବ। ଭଦ୍ରକରୁ ଜଗନ୍ନାଥ ବେହେରାଙ୍କ ରିପୋର୍ଟ, ଖବର ଓଡ଼ିଶା।